ସେପରି ଭଗବାନ ଅଛନ୍ତି। ଭଗବାନ ଯଦି ସଂସାରରେ ନଥାନ୍ତେ ଗଛପତ୍ର ମଧ୍ୟ ହରିବ। ତେଣୁ ଭଗବାନ ଡାକିଲେ ମଧ୍ୟ ଶୁଣୁଛନ୍ତି। ଦେଖିଲେ ଆଜ୍ଞା ଚଉତିଶା ମନ ମଧ୍ୟ ଚଉତିଶା କଣ କହିଲେ? ଦେବୀ ଥାନ୍ତି ପଛକୁ ଯାଉଛି। ଭଗବାନ ମଧ୍ୟ ସଦା ସର୍ବଦା ଶୁଣିବା ପାଇଁ ପ୍ରକୃତି ଭାବରେ କାହିଁକି ଯଦି ଆମେ ଭଗବାନଙ୍କୁ ଡାକିବା ତାହେଲେ ଭଗବାନ ଆମର ଡାକ ଶୁଣିବେ। ଏ ସଂସାର ସାଗର କରିଯିବା ପାଇଁ ଏଇ କଳିଯୁଗରେ ପୁରା ନାମ ମହାମନ୍ତ୍ର ଦେଇଛନ୍ତି। ଭଗବାନଙ୍କ ନାମ କୀର୍ତ୍ତନ କରିବା, ଭାଗବତ ପଠନ କରିବା, ଯେକୌଣସି ଭକ୍ତି କଥାରେ ଯେତେବେଳେ ବସିବା, ଗାଁ ଗାଁରେ ପାରାୟଣ ହଉଛି ନାଇଁ, ଭଗବାନଙ୍କ କଥା ଶ୍ରବଣ କରିବାଟା ହଉଛି ଶ୍ରେଷ୍ଠ ମୂଳ। କଳିଯୁଗରେ ଶ୍ରେଷ୍ଠ ଭକ୍ତି ହେଲା ଶ୍ରବଣ ଭକ୍ତି। ନଅଟା ଭକ୍ତି ଅଛି। ଶ୍ରବଣ, କୀର୍ତ୍ତନ, ବିଷ୍ଣୁ ଶରଣ, ପାଦ ସେବନମ, ଅର୍ଚ୍ଚନମ, ବନ୍ଦନମ, ଦାସ୍ୟ, ସାକ୍ଷାତ ଭୈରବ। ତେଣୁ ଶ୍ରବଣ ଭକ୍ତି ଯେ ଶୁଣିବାର ଲୋକ ସେ ହେଉଛି କଳିଯୁଗରେ ଶ୍ରେଷ୍ଠ। ଭଗବାନଙ୍କୁ ଆମେ ଡାକିବା, କେମିତି ଡାକିବା? ବାଇ ମନରେ বসি অপনা বন বাই মনরে বসি আরে অপনা বনিলে অমিতামি শিব অপনা বনিলে অমিতামি শিব ଯେତେ ଆମେ ପୂର୍ଣ୍ଣ କରିଥିବା କଳିଯୁଗରେ ଏଇ ଯୁଗରେ ଆମେ ଯଦି ଧନ ଅର୍ଜନ କରିଛେ, ଆମେ ଧନର ସିନା ଧନୀ, କିନ୍ତୁ ଯେ ପୁଣ୍ୟବାନ ଲୋକ ଯେ ଭଗବାନଙ୍କର ସ୍ମରଣ କରୁଛି, ଶୁଣୁଛି, ତାର ପୁଣ୍ୟର ଫଳ ଆଗକୁ ଅଛି। ସେ କଥା ମାଙ୍କୁ ଟିକେ ଡାକିବା। ମାଙ୍କୁ ଡାକିବା, ତାଙ୍କ କାମ ସେମାନେ କରିବେ। ମାଲୋ ଆରେ ମୁଁ ମାକୁ ଡାକୁଛି।